ଏତେ ଭିଡ଼ ଭିତରେ ଆମେ ମାଆଙ୍କୁ ଦର୍ଶନ କରିସାରିଥିଲୁ। ତାପରେ ଚାଲିଲୁ ଏବେ ମନ୍ଦିର ଚାରିପାଖ ଟିକେ ବୁଲିବା ପାଇଁ ଆଉ ଦୋକାନ ବଜାର ସବୁ ଦେଖିବା ପାଇଁ। କିନ୍ତୁ ଦୋକାନ ବଜାରରେ ଏତେ ହାଇ ରେଟ୍ ଶୁଣିକି ଆମେ ତ ଯେମିତି ହାବାକାବା ହେଇଗଲୁ। ଦୋକାନ ବଜାରରେ ରେଟ୍ ଶୁଣିକି ଆମେ ଦି ଭଉଣୀ କିଛି କିଣିନଥିଲୁ। କେବଳ ଭାଇ 3 ଜଣ ମୋର 3ଟା ଫିତା କିଣିଥିଲେ। ତାପରେ ନନା କହିଲା ଚାଲ ଗଡ଼ିଆଡ଼ୁ ଟିକେ ବୁଲି ଆସିବା। ଯେତେବେଳେ ଗଡ଼ିଆକୁ ଦେଖିଦେଲି ମୋର ସବୁ କିଛି ମନେ ପଡ଼ିଗଲା। ଏଇଠି ଚାପ ଖେଳା ହୁଏ, ମୁଁ ତ ଠିକ୍ ସେ ଜାଣିନି ସେତେବେଳେ କଣ ହୁଏ, ମାଆଙ୍କର କୋଉ ପୂଜା ହୁଏ, କୋଉ ପର୍ବ ହୁଏ। କିନ୍ତୁ ଏତିକି ଜାଣିଥିଲି ଚାପ ଖେଳା ହୁଏ ଗଡ଼ିଆରେ, ଆଉ ମୁଁ ସେତିକି ବେଳେ ହିଁ ଆସିଥିଲି ମାଆଙ୍କ ପାଖକୁ। ଆଉ କେବେ ହିଁ ଆସିନଥିଲି। ମାଆଙ୍କୁ ଦର୍ଶନ କରି ଗଡ଼ିଆ ପୋଖରୀ ଟିକେ ଚାରିକଥା ବୁଲି ବାଲିକି ଚାଲିଲୁ ଏବେ ବାହାରିଲୁ ଆମେ ବାବା ଗୋରେଖନାଥଙ୍କ ପାଖକୁ ଯିବା ପାଇଁ। ଆଉ ବାଟ ସାରା ଏତେ ଆମେ ମଜାମସ୍ତି କରିକି ଆସିଛୁ ଭାଇ ଭଉଣୀ, ହସି ହସି ପେଟ ହିଁ ଦରଜ ହେଇଯାଇଥିଲା। ଭିଡ଼ ଯେତିକି ଥିଲା ମୁଣ୍ଡ ତା ପାଇଁ ବିନ୍ଧିବା ସହିତ ଯୋଉ ହିଲ୍ସ ପିନ୍ଧିକି ଷ୍ଟାଇଲ ମାରିକି ପଳେଇ ଆସିଥିଲେ ନା, ସେଥିପାଇଁ ମୋ ଗୋଡ଼ ବହୁତ ଜୋରସେ କାଟୁଥିଲା। କିନ୍ତୁ କଣ କରିବା, ଆସିଛେ ଯେତେବେଳେ ସବୁଆଡ଼େ ବୁଲି ବାଲିକି ହିଁ ଯିବା। ଫାଇନାଲି ଏବେ ଆମେ ବାହାରି ପଡ଼ିଲୁ ବାବା ଗୋରେଖନାଥଙ୍କ ପାଖକୁ। ଜାମ୍ ତ ପ୍ରବଳ ଅଛି, କିନ୍ତୁ ଆଗକୁ ଆମେ ଯାଉଛୁ କି ନ ଯାଇପାରୁଛୁ ସେଇଟା ଆପଣମାନେ ଆଉ ଗୋଟେ ପାର୍ଟରେ ଦେଖିବେ ରହୁଛି।